এই ପ୍ରୋସେସ୍ରେ ଯଦି ଆମେ ଚିତଉ କରିବା ତାହେଲେ ଆମ୍ବିଳା ବି ହେବନି, ଖୁବ୍ କମ୍ ସମୟରେ ହେବ, ନରମ ବି ହେବ। ନମସ୍କାର, କୁକ୍ ୱିଥ୍ ମୁର୍ଚ୍ଛା ଚ୍ୟାନେଲ୍କୁ ବହୁତ ବହୁତ ସ୍ୱାଗତ। ମୁଁ ଏଇଠି ନେଇଛି 1 କପ୍ ଚାଉଳ। ମୁଁ ଏଇଠି ଖୁବ୍ କମ୍ ତିଆରି କରୁଛି ତ ସେଥିପାଇଁ 1 କପ୍ ନେଲି। ନହେଲେ ଆପଣଙ୍କ ଚଏସ୍ ଅନୁସାରେ ଆପଣ ଯେତିକି ତିଆରି କରିବେ ସେତିକି ଚାଉଳ ନେବେ। ଏଠି ଆଉ ଏଇ ଚାଉଳ ସହିତ ବିରି ମୁଠାଏ ପକାଇଦେବା। ବିରି ପକାଇଲେ କ'ଣ ହେବ ନା ଭାରି ବାସ୍ନା ହେବ। ନ ପକାଇଲେ ଚଳିବ, କିନ୍ତୁ ବିରି ପକାଇଲେ ତା'ର ବାସ୍ନା ଟେଷ୍ଟ ଭାରି ବଢ଼ିଆ ଆସିବ। ଆଉ ଏମିତି ପାଣି ଦେଇଦେବା। ପାଣି ଦେଇକି ଆକୁ କିଛି ସମୟ ବତୁରି ଦେବା। କିଛି ସମୟ ମାନେ 4-5 ଘଣ୍ଟା ଖଣ୍ଡେ ବତୁରେଇବା। ଯେତେବେଳେ ଚାଉଳଟି ବଢ଼ିଆ ଭାବରେ ବତୁରି ଯିବ, ଏମିତି ଦେଖନ୍ତୁ ଚାଉଳ ପୁରା ଭାଙ୍ଗି ଯାଉଛି, ତାକୁ ଭଲ ଭାବରେ ଧୋଇକି ନେଇ ଆସିଛି ଏଠି। ତାପରେ ଗ୍ରାଇଣ୍ଡିଙ୍ଗ କରିଦେବା। ଆଉ ଭଲ ଭାବରେ 2-3 ଥର ଧୋଇଦେବେ ଚାଉଳକୁ। ଗ୍ରାଇଣ୍ଡରରେ ବେଶୀ ଗୁଡ଼ାକ ଚାଉଳ ଦେବେନି, କାରଣ ଚିକଣ ହେବନି। ଅଳ୍ପ ଅଳ୍ପ ଦେଇକିରି ଗ୍ରାଇଣ୍ଡିଙ୍ଗ କରିବେ। ଆପଣଙ୍କ ଗ୍ରାଇଣ୍ଡର ଖୋଳକୁ ନେଇକି ଯେତିକି ବଡ଼ ଥିବ କି ଛୋଟ ଥିବ। ଆଉ ପାଣି ଏମିତି ସେକେ ସେକେ ଦେବେ, ବେଶୀ ପାଣି ଦେବେନି। ଆମେ ଏଠି ଟିକେ କାଠୁଆ କଟା କରିକି ବାଟିବା, ମାନେ ବେଶୀ ପାଣିଆ ନୁହଁ କି ବେଶୀ କାଠୁଆ ନୁହଁ। ଏମିତି ଦେଖନ୍ତୁ ଏଇଠି ଏମିତି ବାଟିଛି। ଆଉ ଆକୁ ବେଶୀ ଆଉ ପାଣିଆ କରିକି ଏବେ ବାଟିବାନି। ତ ଏଇ ଯେଉଁ ପ୍ରୋସେସ୍ରେ ତିଆରି ହେଉଛି, ଏକାଥରେ ପାଣିଆ କରିକି ବାଟିଲେ ଆମକୁ ପଛକୁ ଅସୁବିଧା ହେବ। ତାପରେ ଏଠି ଦେଖନ୍ତୁ କେତେ ପାଲିସ୍ ହେଇଯାଇଛି ନା, ଏମିତି ପାଲିସ୍ କରିକି କଲେ ବଢ଼ିଆ ହେବ। ମୁଁ ଆକୁ ଗୋଟେ ବାଉଲକୁ ଓଜାଡ଼ି ନେଉଛି। ଦର୍ଶକ ବନ୍ଧୁ, ଚ୍ୟାନେଲ୍ ଯଦି ନୂଆ ଅଛନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରିନିଅନ୍ତୁ। ଆଉ ଆଜିର ଭିଡ଼ିଓଟି ଯଦି ପସନ୍ଦ ଆସିଛି, ରେସିପି ଯଦି ପସନ୍ଦ ଆସିଥିବ, ଲାଇକ୍ ଗୋଟେ ନିଶ୍ଚୟ ଦେବେ, କମେଣ୍ଟରେ ଜଣାଇବେ। ମୁଁ ତ ସବୁବେଳେ କମେଣ୍ଟକୁ ଅପେକ୍ଷା କରିଛି। ଭାରି ବଢ଼ିଆ ଲାଗେ କମେଣ୍ଟ ପଢ଼ିବାକୁ ଆଉ ରିପ୍ଲାଏ ମଧ୍ୟ ଦେବାକୁ। ତ ଖୁସି ଲାଗେ, ଗୋଟେ କମେଣ୍ଟରେ ଜଣାଇଲେ ଖୁସି ଲାଗିବ। ଆଉ ଏଠି କ'ଣ କରିଛି, ପାଣି ଦେଖନ୍ତୁ ବସେଇଛି। ପାଣି ପୁରା ଫୁଟୁଛି। ସେଇ ଆଣରେ ଆମେ ପାଣି, ଫୁଟା ପାଣିକୁ ଆମେ ଦେବା। ଦେଖିକିରି ଆମେ ଅଳ୍ପ ଅଳ୍ପ କରି ଦେବା। ଆମକୁ ଯେତିକି ପାଣିଆ ଦରକାର ଦେଖିବେ ସେତିକି ଦେବା। ଏକାଥରେ ସବୁ ଓଜାଡ଼ି ଦେବାନି, ନହେଲେ ବହୁତ ପାଣିଆ ହେଇଯିବ। ଏମିତିରେ ତ ଚିତଉ ଟିକେ ପାଣିଆ ହେଲେ ଭଲ। ଯଦି ଚାଉଳରେ କରୁଛନ୍ତି ପୁରା ପାଣିଆ ହେଲେ ଭଲ। ଚାଉଳ ହେଉ, ନଡ଼ିଆ ଚାଉଳ ବାଟିକି ହେଉ, ପାଣିଆ ହେଲେ ଭଲ ନରମ ହୁଏ। ତ ଦେଖନ୍ତୁ ଏଠି ଏମିତି ପାଣି ଦେଇ ଦେଇକି ଟିକେ ଟିକେ ଗରମ ପାଣି ଆମେ ଏମିତି ଗୋଳେଇବା। ଥଣ୍ଡା ପାଣି ବିଲକୁଲ ବି ଦେବାନି। ଏଠି ଆମେ ଗରମ ପାଣି ହିଁ ଦେବା। ଆଉ ପାଣି ଫୁଟୁଥିବ ତାକୁ ଆମେ ଆଣିକି ଦେବା। ଦେଖନ୍ତୁ ଚାଉଳ ପୁରା ସେଇଥିରେ ହିଁ ପୁରା ବହଳିଆ ହେଇଯାଉଛି। ଯେତେ ପାଣିଆ ଥିଲେ ବି ପୁଣି ବହଳିଆ ହେଇଯାଉଛି। ଏମିତି ଦେଖିକି ଅଳ୍ପ ଅଳ୍ପ କରିକି ପାଣି ଦେବା, ଯେମିତି ଆମକୁ ଚିତଉ କରିବାକୁ ଦରକାର ହେବ। ଦେଖନ୍ତୁ ଏମିତି ସାଇଜ୍ରେ ଏମିତି ପାଣି ପୁରା ମାନେ ଆଣଟା ବୋଇ ଯାଉଥିବ। ମୋତେ ଆହୁରି ପାଣି ଦରକାର ହେଲା। ଦେଖନ୍ତୁ ସେ ପୁରା ବହଳିଆ ହେଇଯାଉଛି ନା ପୁଣି। ଦେଖନ୍ତୁ ଏମିତି ହିଁ ଆଣ ଥିବ, ପୁରା ପାଣି ଭଳିଆ ବୋଇ ଯାଉଥିବ। ସେମିତି ଆଣ ରଖିକି ଆକୁ 10 ମିନିଟ୍ ପର୍ଯ୍ୟନ୍ତ ରଖିଦେବା। ତାପରେ ଏଠି ଦେଖନ୍ତୁ ଗୁଜୁରାତି 2ଟା, ଅଦା ଖଣ୍ଡେ ତାକୁ ଛେଚିକି ନେଇ ଆସିବି। ଦେଖନ୍ତୁ ଛେଚିକି ନେଇ ଆସିଲି। ତାପରେ ଆମେ କଡ଼େଇ ବସାଇବା। କଡ଼େଇରେ ନଡ଼ିଆ କିଛିକୁ ଭାଜିବା। ଟିକେ ଗ୍ୟାସ୍ର ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ କରିକି ଭାଜିବା। ହାଇ ଦେଲେ ପୋଡ଼ିଯିବ ନଡ଼ିଆ। ଯେମିତି ନଡ଼ିଆଟି ଏମିତି ଝୁରଝୁରା ହେଇଯିବ, ତାପରେ ଆମେ ସେଥିରେ ଗୁଡ଼ ଦେଇଦେବା। 2 ଚାମଚ ଏଠି ଗୁଡ଼ ଦେଇଛି ଫାଳେ ନଡ଼ିଆରେ। ଆଉ ଏଇ ଗୁଡ଼ ଭାରି ମିଠା, ଭାରି ଟେଷ୍ଟ, ବଢ଼ିଆ ଲାଗେ। ମୁଁ ସବୁବେଳେ ଏମିତି ଗୁଡ଼ ହିଁ ନିଏ। ଆଉ ମୁଁ ଯେତିକି ଚାଉଳ ନେଇଥିଲି ନା, 1 କପ୍ ଚାଉଳ, ସେତିକି ଚାଉଳକୁ ମୋତେ ଫାଳେ ନଡ଼ିଆ ଦରକାର ହେଲା। ଆଉ ନଡ଼ିଆ ଜାଗାରେ ଯଦି ନଡ଼ିଆ ନଥିବ ଛେନା ଦେଇପାରିବେ। ଛେନା ବି ଭାରି ବଢ଼ିଆ ଲାଗିବ। ସେ ଅଦା ଗୁଜୁରାତି ଗୁଣ୍ଡକୁ ଦେଇଦେବା। ଗୋଲମରିଚ ଗୁଣ୍ଡ ଟିକେ 1 ଛୋଟ ଚାମଚ ଦେଇଦେବା। ତାକୁ ଭଲ ଭାବରେ ମିଶାଇ ନେବା। ଆଉ ଯେତେବେଳେ ନଡ଼ିଆ ଝୁରଝୁରା ହେଇଯିବ, ଗ୍ୟାସ୍ର ଫ୍ଲେମ୍କୁ ଏଠି ବନ୍ଦ କରିଦେଇଥିବେ, ନହେଲେ ପୁଣି ପୋଡ଼ିଯିବ। ଆଉ ଆଣକୁ ଦେଖିକି ସ୍ୱାଦ ଅନୁଯାୟୀ ଲୁଣ ଦେବା। ତାପରେ 2 ଚାମଚ ଏଠି ଆମେ ଚିନି ଦେବା। ଚିନି ଯଦି ଆମେ ନ ଦେବା ନା, ଆମ ପିଠାର ଟେଷ୍ଟଟା ଆସିବନି ଏତେ ବଢ଼ିଆ ଲାଗିବ। ଏମିତି ଚିନି ଟିକେ ଦେଇଦେଲେ, ଅଳ୍ପ ଚିନି ଦେବେ ଯଦି ମିଠା ନ ଖାଉଥିବେ। ଯଦି ମିଠା ଖାଉଥିବେ ଆଉ ଟିକେ ଚିନି ଦେଇପାରିବେ। ଏମିତିରେ ତ ପୁରରେ ଆମର ପଡ଼ିଛି ଗୁଡ଼ ଯେ ସିଏ ମିଠା। ଆଉ ଏମିତି ଦେଖନ୍ତୁ ଖାଲି କଡ଼େଇରେ ଆମେ ବି କରିପାରିବା, କିନ୍ତୁ ଏଠି ମୁଁ ଟିକେ ନାଗୁରୁ ଗୁଆ ଘିଅ ମାନେ ଖାଲି ଘଷି ଦେଲି କଡ଼େଇରେ। ଦେଖନ୍ତୁ ବେଶୀ ଘିଅ ତେଲ କିଛି ବି ଦରକାର ନାହିଁ। ଏଠି ବଢ଼ିଆ ଭାବରେ ଉଠିଯିବ। ଆଉ ଦେଖନ୍ତୁ କେମିତି ବବଲ ଉଠିଯାଉଛି ନା। ଆଉ ଏଠି ଧ୍ୟାନ ଦେବେ, କଡ଼େଇକି ଜୋରସୋରିଆ ତତେଇ ଦେବେନି। ମାନେ ପୁରା ଯେମିତି ବେଶୀ ଜୋର ଧୂଆଁ ହେଲା ଭଳିଆ ସେମିତି ତତେଇବେନି। ଯେମିତି ତାତିବ କଡ଼େଇଟା, ମିଡ଼ିୟମ୍ ତାତିବ ଯେମିତି, ସେମିତି ତତେଇକି ଆମେ ଆଣକୁ ଓଜାଡ଼ିବା। ଦେଖନ୍ତୁ ମୁଁ ଏଇଠି ଆଣକୁ ଓଜାଡ଼ିଲି, ତା ଦେହରେ ଦେଲି ନା, କେମିତି ବବଲ ଉଠିଯାଇଛି। ଆଉ ସେ ପୁରକୁ ଏମିତି ସବୁଥିରେ ଦେଇଦେବା, ଏମିତି ଉପରେ ଦେଇଦେବା। ଭାରି ବଢ଼ିଆ ଲାଗିବ ଏମିତି। ଯଦି ନଡ଼ିଆ ବାଟିକିରି ଆମେ ଯେଉଁ ଚାଉଳ ନଡ଼ିଆ ବାଟୁଛେ, ତାଠୁ ଏଇଟା ଆଉ ମାନେ ବହୁତ ବଢ଼ିଆ ଟେଷ୍ଟ ଲାଗେ। ତାପରେ ତାକୁ କିଛି ଗୋଟେ ଏମିତି ଘୋଡ଼େଇ ଦେବା। ତାପରେ ଗ୍ୟାସ୍ର ଫ୍ଲେମ୍କୁ ପୁରା ଲୋ କରିବେନି, ଲୋ ଟୁ ମିଡ଼ିୟମ୍ ଭଳି କରିବେ। ତାକୁ 3 ମିନିଟ୍ ପାଖାପାଖି, ମାନେ 4 ମିନିଟ୍ କିମ୍ବା 3 ମିନିଟ୍ ରଖିକି ଦେଖିବେ। ଦେଖନ୍ତୁ ମୁଁ ଏଠି ଓଢ଼ଣୀ କାଢ଼ି ଦେଉଛି, କେତେ ବଢ଼ିଆ ଭାବରେ ହେଇଯାଇଥିବ।
ଆଉ ଏମିତି ଯଦି ଆମେ ଚିତଉ କରିବା ନା ଅତି ସହଜରେ କମ୍ ସମୟ ଭିତରେ ଆଉ ବଢ଼ିଆ ଭାବରେ ହେଇଯିବ ପିଠାଟା। ତ ଜଣେ ଜଣେ କେହି କେହି କ'ଣ କରନ୍ତି ନା ରାତିରେ ବାଟିକି ରଖିଲେ ଯାଇ ସକାଳୁ ହେବ, କିମ୍ବା ସକାଳୁ ବାଟିଲେ ଯାଇ ଉପରବେଳା ହେବ। ଏଇଟା ସେମିତି ନୁହଁ, ସାଙ୍ଗେ ସାଙ୍ଗେ ବାଟିବା ସାଙ୍ଗେ ସାଙ୍ଗେ ପିଠା ହେବ। ଖାଲି ଆମକୁ ଚାଉଳକୁ ଆଗରୁ ଟିକେ ବତୁରେଇବାକୁ ପଡ଼ିବ। ତ ଏଇଠି ଦେଖନ୍ତୁ ଚିତଉ ଆମର କେତେ ସୁନ୍ଦର ଭାବରେ ଉଠି ଯାଉଛି କଡ଼େଇରୁ, ଆଉ ତଳଟା ବି ବିଲକୁଲ ବି ଲାଲ ହେଇନି କି ପୋଡ଼ିନି, କିଛି ନାହିଁ। ଆଉ କଡ଼େଇରେ ଯେଉଁ ଗୁଆ ଘିଅ ଟିକେ ଘଷି ଦେଲି, କାହିଁକି ନା ଭାରି ବଢ଼ିଆ ବାସ୍ନା ହେବ ଖାଇବା ପାଇଁ। ନ ଦେଲେ ବି ଚଳିବ, ନାଇଁ ତ ଆପଣମାନେ ଗୁଆ ଘିଅ ଭଲ କି ଦେଇପାରିବେ, କିମ୍ବା ତେଲ ଦେଇପାରିବେ, ରିଫାଇନ୍ ଦେଇପାରିବେ, ଆହୁରି ବଢ଼ିଆ ହେବ। କିନ୍ତୁ ଏଇଠି ଚାମଚ ଫୁଟେଇକି ଦେଖାଉଛି, ବିଲକୁଲ ବି ଆଣ ଲାଗୁନି। ଆମେ ଜାଣିବା ଯାଏ ଏଇଠି ପିଠାଟା ପୁରା ହେଇଯାଇଛି, କଞ୍ଚା ରହିନି। କମ୍ ସମୟରେ ଆମ୍ବିଳା ବି ଲାଗିବନି। ମୁଁ ଏଠି ଆଉ ଗୋଟେ ଦେଖନ୍ତୁ, ଏଠି ବିଲକୁଲ ବି ମୁଁ ତେଲ ଘିଅ କିଛି କଡ଼େଇରେ ଘଷିନି, ସେମିତି ହିଁ ଦେଉଛି। ବିନା ତେଲରେ କହିଥିଲି ନା, ଦେଖନ୍ତୁ ଏଠି ବିନା ତେଲରେ ମୁଁ ଏଠି ଏଇ ଆର ଚିତଉଟା ପକାଇଲି, ମାନେ ସେକେଣ୍ଡ ଚିତଉଟା। ତ ଦେଖନ୍ତୁ ଏଠି ତାପରେ ସେମିତି ହିଁ ପକାଇଦେଲି, ଆଉ ପୁର ଦେଇଦେଲି। ତାପରେ ଆମେ ଘୋଡ଼େଇ ଦେବା। ଆଉ ଆପଣ ଚାହିଁଲେ ଘୋଡ଼େଇକି ଟିକେ ପାଣି ଦେଇପାରିବେ, ନଦେଲେ ବି ଚଳିବ। ଗ୍ୟାସ୍ର ଫ୍ଲେମ୍କୁ ଏମିତି ଲୋ କରିଦେବେ। ତ ଯେମିତି ସେମିତି 3-4 ମିନିଟ୍ ହେଇଯିବ, ତାକୁ ଏମିତି ଘୋଡ଼ଣୀକୁ କାଢ଼ିବେ। ଦେଖନ୍ତୁ ମୁଁ ଏଠି କାଢ଼ୁଛି। ଆଉ ଏ ସେକେଣ୍ଡ ଚିତଉଟା ବି ଭାରି ବଢ଼ିଆ ଭାବରେ ହେଇଛି। ଏଇଟା ମୁଁ ଦେଇନି ନା, ଆଉ ଏଇ ପିଠାରେ ମୁଁ ତେଲ କିମ୍ବା ଘିଅ ବିଲକୁଲ ବି କଡ଼େଇରେ ଟିକେ ଲଗେଇନି କି ଘଷିନି। ତାପରେ ବି ଚିତଉ ପିଠାଟା ଆମର ଉଠୁଛି, ଦେଖନ୍ତୁ ବଢ଼ିଆ ଭାବରେ ଉଠିବ। ଗ୍ୟାସ୍ର ଫ୍ଲେମ୍କୁ ସେମିତି ଲୋ କରିଥିବେ, ବିଲକୁଲ ବି ହାଇ କରିବେନି। ଆଉ ଏଠି ଦେଖନ୍ତୁ ବଢ଼ିଆ ଭାବରେ ପିଠା ତଳଟା କେତେ ସୁନ୍ଦର ହେଇଛି, ଆଉ ପିଠା ଖାଇବାକୁ ନରମ ବି ରହିବ। ଏମିତି ଭାବରେ ମୁଁ ସବୁତକ ପିଠା କରିନେବି। ଆପଣମାନେ ଯଦି ଚାହୁଁଛନ୍ତି କମ୍ ସମୟ ଭିତରେ ଆଉ ଖଟା ନ ଲାଗୁ, ଏମିତି ପୁରା ସ୍ୱାଦିଷ୍ଟ ଚିତଉ କରିବାକୁ ଚାହୁଁଛନ୍ତି ଅଳ୍ପ ସମୟ ଭିତରେ, ତାହେଲେ ଏଇ ପ୍ରୋସେସ୍ରେ ଯଦି କରିବେ, ପିଠା ବଢ଼ିଆ ଭାବରେ ହେବ, ଆଉ ସାଙ୍ଗେ ସାଙ୍ଗେ ବି ହେବ। ଏଠି ପକାଇଲା ମାନେ ବବୁଲ ଉଠି ଯାଉଛି। ପୁଣି ଆଉ ଗୋଟେ ପିଠା ବି ମୁଁ ଏଠି ପକାଉଛି। ଆଉ ଏଇ ଚିତଉରେ ମୁଁ ଟିକେ ପାଣି ଦେଇଦେଉଛି, ମାନେ ମୁଁ 3 ପ୍ରକାର କରିକି ଦେଖେଇଲି। ଆମେ ଯେମିତି ତିଆରି କରିବା ସେମିତି ହିଁ ଭଲ ହେବ। ଦର୍ଶକ ବନ୍ଧୁ, ଆପଣମାନେ ଯଦି ଏମିତି ପ୍ରୋସେସ୍ରେ ଚିତଉ କରିଛନ୍ତି କେବେ, ତାହେଲେ କମେଣ୍ଟରେ ଜଣେଇବେ ପ୍ଲିଜ୍। ଆଉ ଯଦି ଚ୍ୟାନେଲରେ ନୂଆ ଥିବେ ତାହେଲେ ସବସ୍କ୍ରାଇବ୍ ନିଶ୍ଚୟ କରିନେବେ। ମୁଁ ପୁଣି ଆଗକୁ ଏମିତି ନୂଆ ନୂଆ ରେସିପି ନେଇ ଆସିବି, ଆପଣମାନଙ୍କ ପାଖରେ ତା'ର ନୋଟିଫିକେସନ୍ ପହଞ୍ଚିଯିବ। ଏମିତି ଭାବରେ ମୁଁ ସବୁତକ ଏଠି ଚିତଉ କରିନେଇଛି। ସେଇ ଗୋଟେ କପ୍ ଚାଉଳରେ ମୋତେ ଏତିକି ପିଠା ହେଲା, 4-5ଟା ପିଠା ହେଲା। ଆଉ କେତେ ବଢ଼ିଆ ହେଇଛି ଦେଖନ୍ତୁ, ଭାଙ୍ଗିକି ଦେଖାଉଛି କେତେ ଥଲଥଲ ହେଉଛି। ଆଉ ଆକୁ ଗରମ ଗରମ ଖାଇବେ, ଭାରି ବଢ଼ିଆ ଲାଗିବ। ଅନେକ ପ୍ରକାରର ଚିତଉ ଅଛି, କିନ୍ତୁ ଏଇଟା ଏଇ ପ୍ରୋସେସ୍ରେ ଯଦି ଆମେ କରିବା, ସହଜ ଉପାୟରେ ହେଇପାରିବ। ତ ଏଇଠି ଦେଖନ୍ତୁ, ଦେଖିବାକୁ ଯେତେ ସୁନ୍ଦର ଦେଖାଯାଉଛି ନା, ଖାଇବାକୁ ବି ସେମିତି ବଢ଼ିଆ ଲାଗିବ। ସବୁ ଚିତଉ ପିଠାଠାରୁ ଏଇ ଚିତଉ ଭାରି ବଢ଼ିଆ ଲାଗିବ, କାରଣ ଏଥିରେ ଯେଉଁ ଗୁଡ଼ ନଡ଼ିଆ ପଡ଼ିଛି ଉପରେ ନା, ଭାରି ବଢ଼ିଆ ଲାଗିବ। ଆଜି ପାଇଁ ରହୁଛି, ପୁଣି ଆଗକୁ ଆସିବି ନୂଆ ରେସିପି ନେଇ। ସେ ପର୍ଯ୍ୟନ୍ତ ରହୁଛି ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ।